ଚାଲନ୍ତୁ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ଆଶା କରୁଛି ସମସ୍ତେ ଭଲ ଥିବେ, ମୁଁ ବି ଭଲରେ ଅଛି। ତ ଭିଡ଼ିଓଟି ଷ୍ଟାର୍ଟ କରିବା ପାର୍କିଂରୁ। ଆପଣମାନେ ଦେଖିପାରୁଥିବେ ଆଜିର ଖ୍ରୀଷ୍ଟମାସର ପାର୍କିଂର ଭିଡ଼ କେମିତି ରହୁଛି। ତ ଆପଣମାନେ ଭିଡ଼ିଓରୁ ଜାଣିପାରୁଥିବେ। ଆଉ ବହୁତ ସାରା ଭିଡ଼ ଥିଲା, ଗୁରୁବାର ଥିଲା, ତ ସେଥିପାଇଁ ବହୁତ ସାରା ଭିଡ଼ ଥିଲା। ଆଉ ଚାଲନ୍ତୁ ଡେରି ନକରି ସାନ୍ତା ପାଖକୁ ଯିବା। ତ ମୁଁ ଆସିଗଲି ଗ୍ରାଉଣ୍ଡ ଫ୍ଲୋର୍ର ଏଣ୍ଟ୍ରି ରହିଲା KFCରେ ବି ବହୁତ ସାରା ଭିଡ଼ ଥିଲା। ତାପରେ ଆମେ ଆସିଗଲେ ଲବିରେ ଆସିଗଲା ବେଳକୁ ସାନ୍ତା ସହିତ ବହୁତ ସାରା ସେଲ୍ଫି ନେଉଥିଲେ। ଆଉ ସେଠି କିଛି ସମୟ ମୁଁ ଛିଡ଼ା ହେଇକି ତାକୁ ସାନ୍ତା ପାଖରେ ଟିକେ ଭିଡ଼ିଓ ମୁଁ କରିଦେଲି। ଆଉ ଛୋଟ ଛୋଟ ଛୁଆମାନଙ୍କୁ ଛୋଟ ଛୋଟ ଗିଫ୍ଟ ବି ସାନ୍ତା ଦେଉଥିଲା। ଆଉ ସମସ୍ତଙ୍କ ମୁହଁରେ ବହୁତ ସାରା ସ୍ମାଇଲ୍ ବି ଥିଲା। କେହି ବି ଗୋଟେ ସ୍ୟାଡ଼୍ ମୋଡ଼୍ରେ କେହି ବି ନଥିଲେ। ଯେଉଁ ମଲ୍ରେ ସମସ୍ତେ ହାପି ଥିଲେ, ଯେହେତୁ ସାନ୍ତା ବୁଲୁଥିଲା। ସାନ୍ତା ସମସ୍ତଙ୍କୁ ହସେଇ ଦେଉଥିଲା, ମଜାକ କରୁଥିଲା ସମସ୍ତଙ୍କ ସହ। ଆଉ ସମସ୍ତଙ୍କର ୱିଶ୍ ପୁରା କରୁଥିଲା ସାନ୍ତା। ଦେଖନ୍ତୁ କେମିତି ଲାଗୁଛି। ସାନ୍ତାର ପେଟଟା ଟିକେ ଅଧିକ ବାହାରି ଯାଇଛି। ବହୁତ ସାରା ଗିଫ୍ଟ ରଖିଛି ନା ପେଟ ଭିତରେ ପୂରେଇକି। ଭିଡ଼ିଓକୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ଲଙ୍ଗ୍ ଭିଡ଼ିଓ ରହୁଛି, ତ ଜମା ସ୍କିପ୍ କରିବେନି। ଦେଖନ୍ତୁ ସେ ଭିଡ଼ିଓ ଭିତରେ ମୁଁ ବି ଆମ ଫରେନର୍ସ କଷ୍ଟମର୍ ଆସିଥିଲେ, ତାଙ୍କ ସହିତ ବି ମୁଁ ଭିଡ଼ିଓ କରିଦେଇଛି। ଆଉ ସେ ବି ବହୁତ ଖୁସି ହେଲେ। ସାନ୍ତା ଗିଫ୍ଟ ଦେଲାବେଳେ ସେ ମନା କଲେ, ନା 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 ଆମେ ନେବୁନି, ଆମର କ'ଣ ପଇସାର ଅଭାବ, ଆମେ ସାନ୍ତା ପାଖରୁ ଗିଫ୍ଟ ନେବୁ। ସେ ତ ଇଂଲିଶରେ କହୁଥିଲେ, ଆମେ ତ ବୁଝିପାରିଲୁନି। ଇଂଲିଶ ବି ନାହିଁ, ସେ କ'ଣ ଚିଙ୍ଗ ଚଙ୍ଗ କହୁଥିଲେ। ତ ଆମେ ପଳେଇ ଆସିଲୁ ମ୍ୟାକ୍ସରେ ଗିଫ୍ଟ ଦେଲା ପରେ ସମସ୍ତଙ୍କ ମୁହଁରେ ବହୁତ ବଢ଼ିଆ ସ୍ମାଇଲ୍ ଆସିଲା। ତାପରେ ପଳେଇ ଆସିଲୁ ରିଲାଏନ୍ସ ପାଖରେ ଆମେ ପହଞ୍ଚିକି ସେଲ୍ଫି ଟିକେ ନେଇକି ପଳେଇ ଆସିଲୁ ଇପି ଚାଇନିଜ୍ ପାଖକୁ ପଳେଇ ଆସିଲୁ। ନା 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 ଆମେ ଗିଫ୍ଟ ନେବୁନି, ଆମେ ଟିକେ ସେଲ୍ଫି ଉଠେଇକି ଆମେ ପଳେଇ ଆସିଲୁ। ତାପରେ ମୁଁ ଏକୁଟିଆ ପଳେଇ ଆସିଲି ଥାର୍ଡ଼ ଫ୍ଲୋର୍ର ମାହୋଲ ପୁରା ବୋବାଲ ଥିଲା, ଯେହେତୁ ଧୁରନ୍ଧର କ୍ରେଜ୍ଟା ଏବେ ବି ଅଛି। ଆଉ ଭିଡ଼ିଓକୁ ଡେରି ନକରି ମୁଁ ଏତିକିରେ ହିଁ କ୍ଲୋଜ୍ କରିବି ଭାବୁଛି। ତ ତଳର ଭିୟୁଟା ଦେଖେଇ ଦେଇକି ତାପରେ ମୁଁ ମୋର କାମ କରିବି। ବହୁତ ବଢ଼ିଆ ଲାଗୁଛି। ଆଉ ବହୁତ ସାରା କଷ୍ଟମର୍ ଆସିଥିଲେ। ରହିଲି, ଜୟ ଜଗନ୍ନାଥ।